ଚୁନା ମାଛ ବି ଛୋଟ ଛୋଟ ହଉଛି ପୁରା ରେଡ୍ ରହୁଛି। ଆଉ କାଲି ନାଇଟ୍ ସିଫ୍ଟ ଥିଲା, ନାଇଟ୍ ସିଫ୍ଟ ଡ୍ୟୁଟି ସାରି ରୁମକୁ ଫେରୁଥିଲି। ରୁମକୁ ଫେରିଲା ବେଳେ ପାଖାପାଖି 6:30 ବେଳେ ପରଙ୍କ ପାଖରେ ଦେଖିଲି ଲୋକ ଗ୍ୟାଦରିଂ ହେଇଛନ୍ତି ଗଡିଆ ପାଖରେ। ମତେ ଲାଗିଲା ବୋଧେ ମାଛ ଧରା ହଉଛି କଣ, କିଛି ବାଟ ଆଗକୁ ପଳେଇ ଯାଇଥିଲି। ପୁଣି ଫେରିକି ଆସିଲି। ଫେରିକି ଆସିଲା ପରେ ଦେଖିଲି ଆକ୍ଚୁଆଲି ସେ ଜାଗାରେ ମାଛ ହିଁ ଧରା ହଉଛି, କାହିଁକିନା ଏମିତିରେ ବି ଲୋକମାନେ ଗାଧୁଆ ପାଧୁଆ କରନ୍ତି। ତ ଏତେ ଡାଉଟରେ ହିଁ ମୁଁ ଆସିଥିଲି। ଯାହା ଖୁସି ଲାଗିଲା ଦେଖିଲା ମାଛ ଧରା ହଉଛି। ଆଉ ସବୁଠୁ ବଡ ଖୁସି ଲାଗିଲା କି ସେଇ ମାଛଟାକୁ ସେଇଠି ସେମାନେ ବିକୁଛନ୍ତି। ତ ଆପଣମାନେ ଦେଖିପାରୁଥିବେ ଏକଦମ ପୁରା ଫ୍ରେଶ ମାଛ। ଭାକୁର ବି ଦେଖନ୍ତୁ ବାଡେଇ ହଉଛି, ତା ସହିତ ଚୁନା ମାଛ ବି ଛୋଟ ଛୋଟ ହଉଛନ୍ତି। ଭାଇଙ୍କୁ ପଚାରିଲି ରେଟ୍ କେତେ କଣ ନଉଛନ୍ତି, ଭାଇ କହିଲେ କି ଭାକୁର ହଉଛି 200 ଟଙ୍କା ଆଉ ଚୁନା ମାଛ ହଉଛି 160 ଟଙ୍କା କେଜି। ଏମିତିରେ ବି ମାର୍କେଟରୁ ଆମେ କିଣୁଛୁ ଭାକୁର ମାଛ 200, କେତେବେଳେ 220 ଟଙ୍କା ନଉଛନ୍ତି, ଯୋଉଟା ବରଫ ଦିଆ ମାଛ ଜଣା ନାହିଁ ସେ 8 ଦିନ କି 10 ଦିନ ତଳର ମଲା ମାଛ, ସେଆକୁ ଖାଇବାକୁ ପଡୁଛି ବରଫ ଦିଆ ମାଛ। ନୂଳରେ ମୋର ପାଖାପାଖି ଆସି 5 ବର୍ଷ ହେଲାଣି ରହିବା, ମତେ କେବେ ବି ଏଭଳିଆ ମୌକା ମିଳିନି। ଗାଁରେ ଥିଲାବେଳେ ଆମେ ତ ନିଜେ ନଈରୁ ମାଛ ଧରିକିରି ହିଁ ଖାଉ, ତ ସେ ମଜା ଅଲଗା ହିଁ। ମାଛ ଧରିବାର ମଜା ତ ଅଲଗା, ଆଉ ଏଇଭଳିଆ ଫ୍ରେଶ ମାଛ ଖାଇବାର ମଜା ବି ଅଲଗା, ଯୋଉଟା କି ବହୁତ ବର୍ଷ ହେଲାଣି ମୁଁ ଖାଇବାକୁ ହିଁ ପାଉନଥିଲି। ଆଜି ସେଭଳିଆ ଚାନ୍ସ ମିଳିଲା ଗୋଟେ, ତ ସାଙ୍ଗେ ସାଙ୍ଗେ କିଲୋଟିଏ ଭାକୁର ମାଛ ନେଲି ଘରକୁ। ଆଉ ସବୁଠାରୁ ଦୁଃଖର ବିଷୟ ହଉଛି ତାକୁ ନେଇକିରି କାଟିବାକୁ ପଡିବ, ଯୋଉଟା କି ସବୁଠୁ ବଡ ତକଲିଫ ଲାଗିବ ମତେ। ବର୍ତ୍ତମାନ ଆସି ରୁମରେ ପହଞ୍ଚିଲି। ରୁମରେ ପହଞ୍ଚି ମାଛଟାକୁ ନେଇକିରି କିଚେନରେ ରଖିଦେଲି। ଦେଖିବା ତ ୟୁନିଫର୍ମ ଚେଞ୍ଜ କରିନି, କିନ୍ତୁ ଦୁଃଖର ବିଷୟ ହେଲା ଦେଖିଲା ବେଳକୁ ମାଛଟି ମରିଯାଇଛି। ମୁଁ ଆଇଥିଲି ମୋ ସ୍ତ୍ରୀକୁ ଦେଖେଇବି କି ଜିଅନ୍ତା ମାଛ ଆଣିଛି, କିନ୍ତୁ ବ୍ୟାଡ ଲକ୍ ମାଛଟାର ସେ ମରିଗଲା। ଏମିତିରେ ବି ତ ମରିଥାନ୍ତା କିଛି ସମୟ ପରେ, କିନ୍ତୁ ବାଟରେ ମରିଗଲା ପାଣି ନ ପାଇକିରି। ଆଉ ଡ୍ରେସ୍ ଚେଞ୍ଜ କରି ପଳେଇ ଆସିଲି ପ୍ରଫେସନାଲ ମାଛ କାଟିବା ପାଇଁ। ଦେଖିପାରୁଥିବେ ଛୁରୀ ଦାଳ କରି ରେଡି ପୁରା ମାଛ କାଟିବା ପାଇଁ। ଆଉ ଗୋଟେ କଥା, ମାଛ କାଟିବା ପୂର୍ବରୁ କହିଦଉଛି, ଯଦି ବି କୋଉମାନେ ମାଛ କିଣନ୍ତି କେବେ, ଗୋଟେ ଜିନିଷ ସବୁବେଳେ ପାଇଁ ନଜର ରଖିବେ। ଦେଖିପାରୁଥିବେ ମାଛର ଗାଲି ଦେଖନ୍ତୁ ପୁରା ରେଡ୍ ରହୁଛି। ଆଉ ଯୋଉଗୁଡାକ ବରଫ ଦିଆ ମାଛ 2 ଦିନରୁ 3 ଦିନ ରହିଯାଇଥିବେ, ସେଗୁଡାକ ଦେଖିବେ କଳା ପଡିଯାଇଥିବ। ଦୁଇଟା ଜାଗା ମାଛ ଚିହ୍ନିବାର, ଗୋଟେ ହଉଛି ତା ଆଖି ଆଉ ଗୋଟେ ହଉଛି ତା ଗାଲି। ଗାଲିରୁ ହିଁ ଜଣା ପଡିବ ଆକ୍ଚୁଆଲି ମାଛ କେତେ ପୁରୁଣା। ତାପରେ ଷ୍ଟାର୍ଟ ହେଇଥିଲା ମୋର ମେନ୍ ଷ୍ଟ୍ରଗଲ, ଯୋଉଟା ହଉଛି ମାଛ କାତି ଛଡେଇବା। ଏମିତିରେ ସେ ମାଛ ନାଳ ପଟ ହେଇଥିଲା, କୋଉଠୁ ଧରିବି କୋଉଠି ଛଡେଇବି ମୁଁ ବି କନଫ୍ୟୁଜ ହେଇଗଲି। ବହୁତ ଷ୍ଟ୍ରଗଲ କରିବାକୁ ପଡିଲା। ଦେଖିପାରୁଥିବେ କାତି ଛଡେଇବା ପାଇଁ କୋଉ ପଟରୁ ଏପଟୁ ଛୁରୀ ମାରିଲା ବେଳକୁ ନା ହଉଛି, ନା ସେପଟରୁ ମାରିଲା ବେଳକୁ ହଉଛି। ମାଛ ବେପାରୀ ମାନେ କଣ ଗୋଟେ ପଟାରେ କଣ୍ଟା ବାଡେଇ ଗୋଟେ ସେଟଅପ୍ ତିଆରି କରିଥାନ୍ତି, ଯୋଉଟା ଫଟାଫଟ ଛାଡିଯାଏ। ଇଏ ବାପରେ ବାପ, ଛଡେଇଲା ବେଳକୁ ମୋ ମୁହଁ ଘର ସବୁ ପୁରା ମାଛ କାତିରେ ବୁଡିଗଲା। ଏ ଗୋଟେ ବଡ ଟେନସନ, ମୁଣ୍ଡ ଖରାପ ହେଇଗଲା। କଣ କେମିତି ମାଛ କାତି ଛଡେଇବି, ଏପଟୁଆ ଛଡେଇଲେ ନଖରେ ପଶିଯିବ ଟେନସନ, ସେପଟୁଆ ଛଡେଇଲା ଘର ସାରା ପଡୁଛି। କଣ କରିବି ବହୁତ ଟେନସନରେ ଧୀରେ ଧୀରେ ତାକୁ ଛଡେଇଲି। ନଖରେ ପଶିଯିବାର ଡର ଥିଲା। ନଖରେ ୱାନ୍ସ ପଶିଯିବ ମାନେ ଜୀବନ ଖାଲି ଯିବା ଆସିଲା ଭଳି ଲାଗିବ। ଆପଣ ଦେଖିପାରୁଥିବେ ନଖରେ ଛଡେଇଲା ପରେ ବି କାତି ଆଡେ ସାଡେ ଉଡିକିରି ଯାଉଥାଏ। କିଛି ଉପାୟ ନାହିଁ, ଯାହା ହବ ଘର ଆଉଥରେ ପଛେ ପୋଛା ହବ, କିନ୍ତୁ ଛଡେଇବାକୁ ତ ପଡିବ। କଣ କରିବା, ବହୁତ ବଡ ଭୁଲ ହେଲା। ନେଇଯାଇଥିଲେ ସେ ମାଛ ଜଣେ ଭାଉଜ ବିକନ୍ତି, ତାଙ୍କୁ ଦେଇଥିଲେ 20 ଟଙ୍କା ନେଇଥାନ୍ତେ, ଗାତି ଛଡେଇକିରି ଦେଇଥାନ୍ତେ, କାଟି ଦେଇଥାନ୍ତେ, ବଢିଆ ହେଇଥାନ୍ତା। କିନ୍ତୁ ଭୁଲ କରିଦେଲି। ମୁଁ କହିଲି ହଁ ମୁଁ ଘରେ ଛଡେଇଦେବି, କାହିଁକିନା ମୁଁ ତ ଗୋଟେ ବୀର ପଡିଲା, ସବୁ କାମ ମୁଁ ନଉଟେଇ ପକେଇବି ଭାବେ। ତ ଯାହା ବି ହଉ, ଯେମିତି ହଉ ବହୁତ ଷ୍ଟ୍ରଗଲ କରି ବହୁତ କଷ୍ଟରେ ମାଛ କାତିକି ଛଡେଇକିରି ମାଛକୁ ରେଡି କଲି। ଯାହା ଯେମିତି କଷ୍ଟ ମଷ୍ଟ ଛଡେଇ ତ ଦେଲି ମାଛ କାତି। ତାପରେ ଆସିଲା ତାର ଯୋଉ ପର ଗୁଡାକ କାଟିବା, ସିଏ ଆହୁରି ବଡ ଷ୍ଟ୍ରଗଲ ହେଇଗଲା ମୋ ପାଇଁ। ନା ଏପଟରେ କଟୁଛି, ନା ସେପଟରେ କଟୁଛି, ନା ବାଡେଇଲା ବେଳକୁ କଟୁଛି। ତାପରେ ଭାକୁର ମାଛର ଟିକେ ଟାଣର କାତି ଏରିକା ସବୁ ଦେଖିପାରୁଥିବେ ମୋ ଏକ୍ସପ୍ରେସନରୁ, ମୋ ବ୍ୟାଣ୍ଡ ବାଜିଗଲା ମାଛ ତା ଡେଣା ଛଡେଇବା ପାଇଁ। ଯୋଉଟା ନହେଲା ତାକୁ ଛାଡି ଆଉ ଗୋଟେ ଛଡେଇଲି, ସିଏ ବି ହେଲାନି। ତାପରେ ଗୋଟେ ଛୋଟ ଛୁରୀ ଆଣିଲି। ମୁଁ ଭାବିଲି କାଳେ ଛୋଟ ଛୁରୀଟା ଯୋଉଟା ଆମର ଯେମିତି କର୍ତ୍ତ ଟାଇପର ଆରି ଟାଇପର, ସେଟା ସେଇଭଳିଆ ଛୋଟ ଛୁରୀ ଗୋଟେ ଥିଲା। ମୁଁ ଭାବିଲି କାଳେ ତା ଦେହରେ କାଟିଲେ କଟିଯିବ। ତାକୁ ବି ୱାଇଫକୁ ମାଗିକିରି ଆଣିଲି ସେ ଛୁରୀ। କିନ୍ତୁ ସେଟା ଛୋଟ ଛୁରୀ, କଟିବାର ନା ହିଁ ନଉନଥାଏ। ଦେଖିପାରୁଥିବେ ଆପଣ, ଛୁରୀ ବେଣ୍ଡ ହେଇଗଲା। ମତେ ଡର ଲାଗିଲା ଛୁରୀ ଭାଙ୍ଗିକିରି ଆଗେ ମୋ ହାତରେ ପଶିଯିବେ କଣ। ତାପରେ ସେ ଛୁରୀ ବି ଫୋପାଡ଼ି ଦେଲି, ହେଇପାରିବନି। ପୁଣି ବଡ ଛୁରୀ ଧରିଲି, କିଛି ଯେତେ ପ୍ରକାର ଚେଷ୍ଟା କଲି ହେଲାନି। ଲାଷ୍ଟ ଅପସନ ମୁଣ୍ଡରେ ପଶିଲା, ମୁଁ ଚିକେନ ଯେମିତି କଟା ହଉଛି ଚାପଟରେ, ସେମିତି ହାଣିକିରି ତାକୁ କାଟିବି। ଯାହା ହଉ ଭାଗ୍ୟକୁ ଏଇ ଆଇଡିଆ ଟା କାମ କରିଗଲା, କାହିଁକିନା ଯୋଉ ଆମର ଇଏ ବୋର୍ଡଟା, ଚପିଂ ବୋର୍ଡଟା ଥିଲା, ସେଟା କାଠର ଥିଲା। ତାରି ଉପରେ କଣ ପଟୁ ଗୋଟା ରଖିଲି, ଛୁରୀରେ ହାଣିକିରି ତାର ଯୋଉ ଡେଣା ଗୁଡା ଥିଲା ତାକୁ ସବୁ ବାହାର କଲି। ବର୍ତ୍ତମାନ ଦେଖିପାରୁଥିବେ ଆପଣ, ମାଛଟା କାଟିଲା ବେଳକୁ ତା ଦେହରୁ କେତେ ପରିମାଣରେ ବ୍ଲଡ ବାହାରୁଛି। ନର୍ମାଲି ଆମେ ଯୋଉ ବରଫ ଦିଆ ମାଛ ଆଣୁ, ଆର 5% କି 10% ବି ବ୍ଲଡ ବାହାରେନି। ମାଛଟା ମାନେ ତା ମାନେ ଆମେ କେତେ ଖରାପ ଜିନିଷ ସବୁ ଖାଉଛେ ଇମାଜିନ କରନ୍ତୁ। 5 ଦିନ 7 ଦିନର ପଚାସଢା ଜିନିଷକୁ ହିଁ ଆମେ ବରଫ ଦେଇ ରଖିକିରି ଖାଉଛେ। ଦେଖିପାରୁଥିବେ ମାଛଟା ବର୍ତ୍ତମାନ ଫ୍ରେଶ ମାଛ ବୋଲି ମୁଁ ଆଜି କାଟିଲି ବୋଲି ନିଜେ ମୁଁ ଜାଣିପାରୁଛୁ ଯେ କେତେ ମାନେ ଆମେ ଭଲ ଜିନିଷ ସବୁ ଖାଉଛୁ ଆଜିକା ଡେଟରେ। ଏଠି ତ ବାଟ ନାହିଁ, ସେ ଖାଏ ଯୋଉ ଖାଦ୍ୟ ଯାଏ କେମିତି, ଏଇପଟେ ପଳାଏ, ଏପଟେ ତ ବାହାରକୁ ଆସିବ, ଏପଟେ ତ ବାଟ ନାହିଁ। କୋଉଠି ବାଟ ନାହିଁ? ତା ପେଟକୁ ଏପଟେ ଖାଲି, ଏପଟେ ଖାଲି। ସେ ତାହେଲେ କୋଉ ପଟେ ଯାଉଥିବ? ସେ ଅନ୍ତର୍ନଳୀ ଯୋଉ ଟାଣିଲ ସେଇଠି ବାଟ ନଥିବ? ତା ପାଇପ୍ ଫାଇପ୍ ତାହେଲେ ଅଛି କନେକ୍ସନ।
ତ ସବୁ ଟାଣି ଫୋପାଡ଼ି ଦେଲ। ମାଛଟିକୁ କାଟିବା ପାଇଁ ମୋତେ ପାଖାପାଖି ଗୋଟେ ଘଣ୍ଟା ଲାଗିଗଲା, ଯୋଉଟାକି ସେ ଦୋକାନୀ ମାନେ 2 ମିନିଟ୍ ଭିତରେ କାଟିକିରି ଫିଙ୍ଗି ଦଉଛନ୍ତି। ସେଇଟା କାଟିବାକୁ ମୋତେ ପାଖାପାଖି ଘଣ୍ଟେ ଲାଗିଗଲା, କାହିଁକି ନା ମୋ ପାଖରେ ସେ ସରଞ୍ଜାମ ଥିଲା। ଆଉ ମୁଁ ଟିକେ ନିଜକୁ ଟିକେ ଅଧିକ ସ୍ମାର୍ଟ ଭାବେ ନା, ମୁଁ ସବୁ ନୋଟେଇ ପକେଇବି। ଦେଖିପାରୁଥିଲି ମାଛକୁ ଲାଷ୍ଟକୁ ହାତରେ ଟାଣିକି ଛିଣ୍ଡେଇ ଦେଲି ବି, ନହେଲେ କିଏ ଏତେ ମେହନତ କରିବ। ଟୋଟାଲି 11-12 ପିସ୍ ମାଛ ହେଲା। ବର୍ତ୍ତମାନ ଖାଇବା ଆସିଗଲା। ମାଛ କାଟି କୁଟିକି ରଖିଦେଇକି ଆସିଥିଲି, ଭଜା ହେଇଗଲା। ପଖାଳ ଭାତ, ମାଛ ଭଜା, ଅଣ୍ଡା ଆମଲେଟ୍। ଏଇଟା କ'ଣ ବିହନ? ପୁଟି। ତୁ ମାଛ ପୁଟି ଖାଉଛୁ? ଛି, ସେଟା ମୁଁ ଖାଇବିନି। ପିଆଜ ଟିକେ, ମାଛଟା ଦେଶୀ ମାଛକୁ ପଖାଳ, ତା ଟେଷ୍ଟ ଅଲଗା ପ୍ରକାର, ନିଆରା ପୁରା। ବହୁତ ଦିନ ହେଲାଣି, ପାଖାପାଖି 4 ବର୍ଷ ଖଣ୍ଡେ ହେଇଗଲାଣି ମୁଁ ଗଡ଼ିଆ ମାଛ ଖାଇନି। ଏଇ ବରଫ ଦିଆ ମାଛ ଖାଇ ଖାଇ ଜୀବନ ଗଲାଣି। ଆଜି ମିଳିଲା, ନାଇଟ୍ ସିଫ୍ଟ ଥିଲା, ଆସିଲା ବେଳକୁ ଗଡ଼ିଆରେ ମାଛ ଧରା ହେଉଥିଲା। କେଜିଟେ ଆଣିକି ଆଜି ଭାତ ମାଛ ଡାଲିଲା ଆଉ। ଖାଇସାରିକି ଜଷ୍ଟ ଟିକେ ରେଷ୍ଟ କରୁଥିଲି, ସେଲୁନ୍ ବାଲା ଫୋନ୍ କଲା, କାହିଁକିନା ତାକୁ ମୁଁ ସକାଳେ ଫୋନ୍ କରି ପଚାରିଥିଲି ଭିଡ଼ିଓ ଅଛି କ'ଣ। ସିଏ କହିଥିଲା ଫାଙ୍କା ହେଲେ କଲ୍ କରିବି, ତ କଲ୍ କଲା। ପାଖାପାଖି 11:30-12 ବାଜିଲାଣି। କହିଲା ହଁ ଆସ, ଏବେ ଫାଙ୍କା ହେଲାଣି, ଜଣେ ଅଛନ୍ତି, ଜଣଙ୍କ ପରେ ତମ ସିରିଏଲ୍ ପଡ଼ିବ। ଯାଇକିରି ବସିଥିଲି ଟିକେ ସେଲୁନ୍ରେ, ପାଖାପାଖି 15-20 ମିନିଟ୍ ବସିଲା ପରେ ଯାଇକିରି ମୋ ସିରିଏଲ୍ ପଡ଼ିଲା, କାହିଁକିନା ଜଣଙ୍କର ସେ କାଟୁଥିଲେ, ତାଙ୍କର କମ୍ପ୍ଲିଟ୍ ହେଲା ପରେ ଯାଇକିରି ମୋର କଟିବା ଷ୍ଟାର୍ଟ କଲା। ବର୍ତ୍ତମାନ ହେୟାର କଟ୍ କରିସାରିକିରି ଆସି ରୁମ୍ରେ ପହଞ୍ଚିଲି। ଗରମ ମାନେ ପୁରା ଅବସ୍ଥା ଖରାପ ହେଲାଣି, ବ୍ୟାଣ୍ଡ ବାଜିଗଲାଣି। ଖରା ଯୋଉ ହିସାବରେ ହେଉଛି ମାନେ ଲିମିଟ୍ ବାହାରେ। ଯାଉଛି ଟିକେ ଗାଧେଇବି, କିନ୍ତୁ ଗାଧେଇବି କ'ଣ, ଟାଙ୍କି ପାଣି ତ ପୁରା ନିଆଁ ହେଇଯାଇଥିବ। ନିଆଁ ହଉ କି ବରଫ ହଉ, ଗାଧେଇବାକୁ ତ ପଡ଼ିବ। ସ୍ତ୍ରୀ ମୋର ଲେମ୍ବୁ ପାଣି ଧରିକିରି ଆସିଲା, ଦେଖିଲା ସ୍ୱାମୀ ତାର ବାହାରେ ଖରାରେ ବୁଲି ବୁଲିକି ଆସିଛି, ତ ତଣ୍ଟି କାଳେ ଶୁଖି ଯାଇଥିବ। ତ ଲେମ୍ବୁ ପାଣି ଟିକେ ପିଇଦେବା, ପିଇ ଦେଇକିରି ଯିବା, ଝାଳ ଟିକେ ମରିଗଲେ ଯିବା ଗାଧେଇବା। ଗାଧେଇ ଖାଆ ପିଅ କରି ଟିକେ ଶାନ୍ତିରେ ମଣିଷ ଶୋଇବ। ବର୍ତ୍ତମାନ କଟିଂ କରି ଗାଧେଇ ପାଧେଇ ଫ୍ରେଶ୍ ହେଇ ଆସିଲି। ଖାଇବା ଆସିଯାଇଛି, ଭାତ, ମାଛ ତରକାରୀ, କ'ଣ କୁନ୍ଦୁରି ଆଳୁ ଭଜା। ମାଛ ତରକାରୀଟା ଖାଇବା ପାଇଁ ଭାରି ଲୋଭ। ଦେଶୀ ମାଛଟା ଦେଖିଲା ବେଳକୁ ହିଁ ଲୋଭ ହେଉଛି। ଖାଇ ପିଇ ଦେଇକି ଶୋଇବା, ଶୋଇକି ଉଠି ପୁଣି 4ଟା ବାଜିଲେ ଯିବା ଦୋକାନକୁ। ଆଜି ବି ମିସ୍ତ୍ରୀ ଆସିନି, ଦେଖିବା ଆସିଥିବେ କ'ଣ, ମୁଁ ତ ଜାଣିନି, ଫୋନ୍ କରିନି କାହାକୁ। ଦେଖିବା ଖାଇ ପିଇ ଦେଇ ଯିବା। ବର୍ତ୍ତମାନ 6ଟା ବାଜିଲାଣି, ମୁଁ ଦେଖିପାରୁଥିବେ ସନ୍ଧ୍ୟା ହେଇ ଆସିଲାଣି। ଦୋକାନକୁ ବାହାରି ଗଲି। ଆକ୍ଚୁଆଲି ମୁଁ 4:30 ବେଳେ ଆଲାରାମ ଦେଇଥିଲି ଦୋକାନକୁ ଯିବା ପାଇଁ। ଉଠିକିରି ଯେତେବେଳେ କ୍ୟାମେରା ଚେକ୍ କଲି, ଦେଖିଲି ଆମର ମିସ୍ତ୍ରୀ ବାବୁ ଆସିସାରିଛନ୍ତି। ତ ଆରାମସେ ଟିକେ ରେଷ୍ଟ କରିକିରି 6ଟା ବେଳକୁ ବାହାରିଲି। ସୁରଜ ଫୋନ୍ କରିଥିଲା ଚିକେନ୍ ବାଲା, ଚିକେନ୍ ଦେଇନି ବୋଲି। ତ ବାଟରେ ଗଲାବେଳେ ଚିକେନ୍ ବାଲା କତିକି ଗଲି, 2 କିଲୋ ପକୋଡ଼ା ପାଇଁ ଚିକେନ୍ ଧରିଲି। ଚିକେନ୍ ଧରିକି ତାପରେ ଗଲି ଦୋକାନକୁ। ଦୋକାନରେ ପହଞ୍ଚିଲା ଆଉ କଷ୍ଟମର ତ କେହି ନଥିଲେ। ସୁରଜ ତାର ବାଟ ମୁହଁରେ ବସି ମୋବାଇଲ୍ ଚଲାଉଛି, ମିସ୍ତ୍ରୀ ବି ତାର ମୋବାଇଲ୍ ଚଲାଉଛି ବସିକିରି। କାହିଁକିନା କଷ୍ଟମର ହିଁ କେହି ନାହାନ୍ତି, ତ କ'ଣ କରିବେ, ବସି ଟାଇମ୍ ପାସ୍ ଚଲେଇଛନ୍ତି ଆଉ। କାହିଁକିନା ବେପାରଟା ଆମର ଆକ୍ଚୁଆଲି 7ଟା ବେଳକୁ ଷ୍ଟାର୍ଟ ହୁଏ। ତ ଜିନିଷପତ୍ର ରେଡ଼ି କରି ବସିଥିଲେ ଆଉ। ଆଜି ବୁଧବାର ଥିଲା, ସନ୍ଧ୍ୟାବେଳେ ଟିକେ ଦୋକାନ ରସ୍ ରହିଲା, ତ ଆଉ ଭିଡ଼ିଓ ବନେଇବାକୁ ମୋତେ ଟାଇମ୍ ହିଁ ହେଲାନି। ପାଖାପାଖି 8:30 ହେବ ଦୋକାନରୁ ପଳେଇ ଆସିଲି ରୁମ୍କୁ, କାହିଁକିନା ଖାଇ ପିଇକିରି ଡ୍ୟୁଟି ଯିବାର ଅଛି, ନହେଲେ ପୁଣି ଲେଟ୍ ହେଲେ ଗାଡ଼ି ମିସ୍ ହେଇଯିବ। ତ ରୁମ୍ରେ ପହଞ୍ଚିଲା ଆଉ ପଖାଳ ଭାତ, ସକାଳର ମାଛ ଭଜା, କୁନ୍ଦୁରି ଆଳୁ ଭଜା, ସେମ୍ ଜିନିଷ ଯାହା ସକାଳେ ଦେଲା ସେମ୍ ଜିନିଷ। ଆଉ ସ୍ତ୍ରୀ ମୋର ଡିମାଣ୍ଡ କରିଥିଲା ଟିକେ ଚାଉମିନ୍ ଖାଇବ ବୋଲି, ତା ପାଇଁ ସ୍ପେଶାଲ୍ ଚାଉମିନ୍ ଟିକେ ବନେଇକିରି ଆଣିଥିଲି। ତାପରେ ଡ୍ୟୁଟି ବାହାରିଲି, ଦେଖିପାରୁଥିବେ ଚାଲିକି ଯାଉଛି, କାହିଁକିନା ରୁମ୍ ପାଖରୁ ମେନ୍ ରୋଡ଼୍ଟା ଆମର ହେଉଛି ପାଖାପାଖି 1/2 କିଲୋମିଟର।